ଆମନ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 22 ବର୍ଷ ବୟସ୍କ ଥିଲେ ଓ ସେ ଜେରୁସାଲେମରେ 2 ବର୍ଷ ରାଜ୍ୟ କଲେ। ତାଙ୍କର ମାତାର ନାମ ମସୁଲେମତ୍। ସେ ଜଟବା ନିବାସୀ ହାରୁସଙ୍କର କନ୍ୟା ଥିଲେ। ପୁଣି ଆମନ ଆପଣା ପିତା ମନସ୍ସୀଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ତାଙ୍କର ପିତା ଯେଉଁ ପଥରେ ଚାଲିଥିଲେ ସେ ସେହି ପଥରେ ଚାଲିଲେ ଓ ତାଙ୍କର ପିତା ଯେଉଁ ଦେବତାମାନଙ୍କର ସେବା କରିଥିଲେ ସେ ସେମାନଙ୍କର ସେବା କଲେ ଓ ସେମାନଙ୍କୁ ପୂଜା କଲେ। ଆହୁରି ସେ ସଦାପ୍ରଭୁ ତାଙ୍କର ପିତୃଗଣର ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ସଦାପ୍ରଭୁଙ୍କ ପଥରେ ଚାଲିଲେ ନାହିଁ। ଆମନଙ୍କର ଦାସମାନେ ତାଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ରାଜାଙ୍କୁ ତାଙ୍କର ନିଜ ଗୃହରେ ବଧ କଲେ। ମାତ୍ର ଯେଉଁମାନେ ଆମନ ରାଜା ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ ସେ ସମସ୍ତଙ୍କୁ ଦେଶର ଲୋକମାନେ ବଧ କଲେ। ଆଉ ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କ ପୁତ୍ର ଯୋଶୀୟଙ୍କୁ ରାଜା କଲେ। ଏହି ଆମନଙ୍କର କୃତ ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ପୁଣି ସେ ଉଷର ଉଦ୍ୟାନସ୍ଥିତ ଆପଣା କବରରେ କବର ପାଇଲେ। ଆଉ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟ ରାଜ୍ୟ କଲେ। ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 22। ଯୋଶୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 8 ବର୍ଷ ବୟସ୍କ ଥିଲେ। ଆଉ ସେ ଜେରୁସାଲେମରେ 31 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଜିଦିଦା। ସେ ବସ୍ଲତୀୟ ଅଦାୟାଙ୍କର କନ୍ୟା ଥିଲେ। ପୁଣି ଯୋଶୀୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ ପଥରେ ଚାଲିଲେ। ପୁଣି ଦକ୍ଷିଣରେ କି ବାମରେ ଫେରିଲେ ନାହିଁ। ଅନନ୍ତର ଯୋଶୀୟ ରାଜାଙ୍କର ଅଧିକାରର 18 ବର୍ଷରେ ରାଜା ମସୁଲମର ପୌତ୍ର ଅତ୍ସଲିୟର ପୁତ୍ର ସାଫନ ଲେଖକକୁ ସଦାପ୍ରଭୁଙ୍କ ଗୃହକୁ ପଠାଇ କହିଲେ, ସଦାପ୍ରଭୁଙ୍କ ଗୃହକୁ ଆନିତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରିଅଛନ୍ତି ତାହା ଯେପରି ହିଲ୍କିୟ ମହାଯାଜକ ଗଣିବ, ଏଥିପାଇଁ ତାହା ନିକଟକୁ ଯାଅ। ଆଉ ସେମାନେ ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ତାହା ସମର୍ପଣ କରନ୍ତୁ ଓ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀମାନଙ୍କୁ ଅର୍ଥାତ୍ ସୂତ୍ରଧର ଓ ଗାନ୍ଥକ ଓ ରାଜମିସ୍ତ୍ରୀମାନଙ୍କୁ ଗୃହର ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ ଓ ଗୃହର ପୁନର୍ନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବା ପାଇଁ ତାହା ଦେଉନ୍ତୁ। ତଥାପି ସେମାନଙ୍କ ହସ୍ତରେ ଯେଉଁ ମୁଦ୍ରା ସମର୍ପିତ ହେଲା ତହିଁର ହିସାବ ସେମାନଙ୍କଠାରୁ ନିଆଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ। ସେତେବେଳେ ହିଲ୍କିୟ ମହାଯାଜକ ସାଫନ ଲେଖକକୁ କହିଲା, ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ। ଆଉ ହିଲ୍କିୟ ସାଫନକୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା। ଏ ଉତ୍ତାରେ ସାଫନ ଲେଖକ ରାଜାଙ୍କ ନିକଟକୁ ଆସିଲା ଓ ପୁନର୍ବାର ରାଜାଙ୍କୁ ସମ୍ବାଦ ଦେଇ କହିଲା, ଆପଣଙ୍କ ଦାସମାନେ ମନ୍ଦିରରେ ପ୍ରାପ୍ତ ସମସ୍ତ ମୁଦ୍ରା ଖାଲି କରି ସଦାପ୍ରଭୁଙ୍କ ଗୃହର ତତ୍ତ୍ୱାବଧାରଣ କର୍ମକାରୀମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଆହୁରି ସାଫନ ଲେଖକ ରାଜାଙ୍କୁ ଜଣାଇ କହିଲା, ହିଲ୍କିୟ ଯାଜକ ଆମ୍ଭକୁ ଏହି ପୁସ୍ତକ ଦେଇଅଛନ୍ତି ଓ ସାଫନ ତାହା ରାଜାଙ୍କ ସାକ୍ଷାତରେ ପାଠ କଲା। ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକର ବାକ୍ୟ ଶ୍ରବଣ କରନ୍ତେ ଆପଣା ବସ୍ତ୍ର ଚିରିଲେ। ପୁଣି ରାଜା ହିଲ୍କିୟ ଯାଜକକୁ ଓ ସାଫନର ପୁତ୍ର ଅହିକାମକୁ ଓ ମିଖାୟର ପୁତ୍ର ଅକବୋରକୁ ଓ ସାଫନ ଲେଖକକୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଅ, ଏହି ପ୍ରାପ୍ତ ପୁସ୍ତକର ବାକ୍ୟ ବିଷୟରେ ଆମ୍ଭ ପାଇଁ ଓ ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ ସଦାପ୍ରଭୁଙ୍କୁ ପଚାର। କାରଣ ଆମ୍ଭମାନଙ୍କ ବିଷୟରେ ଏହି ପୁସ୍ତକ ଲିଖିତ ସମସ୍ତ ବାକ୍ୟାନୁସାରେ କର୍ମ କରିବା ପାଇଁ ଆମ୍ଭମାନଙ୍କ ପିତୃଲୋକମାନେ ମନୋଯୋଗୀ ନୋହିବାରୁ ଆମ୍ଭମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ପ୍ରଜ୍ୱଳିତ କ୍ରୋଧ ଗୁରୁତର ହୋଇଅଛି। ତହିଁରେ ହିଲ୍କିୟ ଯାଜକ ଓ ଅହିକାମ ଓ ଅକବୋର ଓ ସାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହରହସର ପୌତ୍ର ତିକବର ପୁତ୍ର ସଲୁମର ଭାର୍ଯ୍ୟା ହୁଲ୍ଦା ଭବିଷ୍ୟତ ବକ୍ତ୍ରୀ ନିକଟକୁ ଗଲେ। ସେ ଜେରୁସାଲେମର ଦ୍ୱିତୀୟ ବିଭାଗରେ ବାସ କରୁଥିଲା। ଆଉ ସେମାନେ ତାହା ସଙ୍ଗେ କଥୋପକଥନ କଲେ। ତହିଁରେ ସେ ସେମାନଙ୍କୁ କହିଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେଉଁ ଲୋକ ତୁମମାନଙ୍କୁ ଆମ୍ଭ କତିକି ପଠାଇଲା ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ଉପରେ ଓ ତନିବାସୀମାନଙ୍କ ଉପରେ ଅମଙ୍ଗଳ ଅର୍ଥାତ୍ ଯିହୁଦାର ରାଜା ଏହି ପୁସ୍ତକର ଯେ ବାକ୍ୟ ପାଠ କରିଅଛି ସେ ସମସ୍ତ ଘଟାଇବା। କାରଣ ସେମାନେ ଆପଣମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ମାଣ ନୋହିବ। ମାତ୍ର ସଦାପ୍ରଭୁଙ୍କୁ ପଚାରିବା ପାଇଁ ତୁମମାନଙ୍କୁ ପଠାଇଲେ ଯେ ଯିହୁଦା ରାଜା, ତାଙ୍କୁ ତୁମେମାନେ କହିବ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭର ଶ୍ରୁତ ବାକ୍ୟ ବିଷୟରେ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ବିରୁଦ୍ଧରେ
ଓ ତହିଁର ନିବାସୀମାନଙ୍କ ବିରୁଦ୍ଧରେ ଯେ ସକଳ ବାକ୍ୟ କହିଅଛୁ, ଅର୍ଥାତ୍ ସେମାନେ ଯେ ଧ୍ୱଂସର ଓ ଅଭିଶାପର ପାତ୍ର ହେବେ, ଏହା ଶୁଣି ତୁମ୍ଭର ଅନ୍ତଃକରଣ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ଆପଣଙ୍କୁ ନମ୍ର କଲ ଓ ଆପଣା ବସ୍ତ୍ର ଚିରିଲ ଓ ଆମ୍ଭ ଛାମୁରେ ରୋଦନ କଲ। ଏହେତୁ ଆମ୍ଭେ ମଧ୍ୟ ତୁମ୍ଭ କଥା ଶୁଣିଲୁ। ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ। ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେ ସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ। ଏଥି ଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ। ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 23। ଅନନ୍ତର ରାଜା ଲୋକ ପଠାନ୍ତେ ସେମାନେ ଜିହୁଦାର ଓ ଜେରୁସାଲେମର ସମସ୍ତ ପ୍ରାଚୀନ ବର୍ଗଙ୍କୁ ତାଙ୍କ ନିକଟରେ ଏକତ୍ର କଲେ। ପୁଣି ରାଜା ସଦାପ୍ରଭୁଙ୍କ ଗୃହକୁ ଗମନ କଲେ, ଆଉ ତାଙ୍କ ସଙ୍ଗେ ଜିହୁଦାର ସମସ୍ତ ମନୁଷ୍ୟ ଓ ଜେରୁସାଲେମ ନିବାସୀ ସମସ୍ତେ ଓ ଯାଜକମାନେ ଓ ଭବିଷ୍ୟଦ୍ବକ୍ତାମାନେ ଓ ସାନ ବଡ଼ ସମସ୍ତ ଲୋକ ଗମନ କଲେ। ତହୁଁ ସେ ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ନିୟମ ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ। ଏଥିରେ ରାଜା ସ୍ତମ୍ଭ ନିକଟରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି ଏହି ପୁସ୍ତକ ଲିଖିତ ନିୟମ ବାକ୍ୟ ସଫଳ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ଆଉ ସମୁଦାୟ ଲୋକ ସେହି ନିୟମରେ ସମ୍ମତ ହେଲେ। ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର ଓ ଆଶେରା ମୂର୍ତ୍ତିର ଓ ଆକାଶସ୍ଥ ସମସ୍ତ ବାହିନୀର ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍କିୟ ମହାଯାଜକକୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଜ୍ଞା କଲେ। ତେଣୁ ସେ ଜେରୁସାଲେମର ବାହାରେ କିଦ୍ରୋନ ପଦାରେ ତାହା ସବୁ ଦଗ୍ଧ କରି ତହିଁର ଭସ୍ମ ବୈଥେଲକୁ ନେଇଗଲେ। ପୁଣି ଜିହୁଦାର ରାଜାମାନେ ଯେଉଁ ପୌତଳିକ ପୁରୋହିତମାନଙ୍କୁ ଜିହୁଦା ଦେଶସ୍ଥ ନଗର ସବୁର ଉଚ୍ଚସ୍ଥଳୀମାନରେ ଓ ଜେରୁସାଲେମର ଚତୁର୍ଦିଗବର୍ତ୍ତୀ ସ୍ଥାନ ସବୁରେ ଧୂପ ଜଳାଇବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କୁ ମଧ୍ୟ ଯେଉଁମାନେ ବାଲର, ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଗଣର ଓ ଆକାଶସ୍ଥ ସମସ୍ତ ବାହିନୀର ଉଦ୍ଦେଶ୍ୟରେ ଧୂପ ଜଳାଇଲେ, ସେ ସବୁକୁ ସେ ରହିତ କଲେ। ଆଉ ସେ ସଦାପ୍ରଭୁଙ୍କ ଗୃହରୁ ଆଶେରା ମୂର୍ତ୍ତି ବାହାର କରି ଜେରୁସାଲେମର ବାହାରେ କିଦ୍ରୋନ ନଦୀକି ଆଣିଲେ ଓ କିଦ୍ରୋନ ନଦୀ ନିକଟରେ ତାହା ଦଗ୍ଧ କରି ଓ ତାହା ପେଶି ଚୂର୍ଣ୍ଣ କଲେ ଓ ସେହି ଚୂର୍ଣ୍ଣ ସାଧାରଣ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ। ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟ ଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହ ସବୁ ଭାଙ୍ଗି ପକାଇଲେ। ପୁଣି ସେ ଜିହୁଦାର ନାନା ନଗରରୁ ସମସ୍ତ ଯାଜକଙ୍କୁ ଆଣିଲେ ଓ ଗେବାଠାରୁ ବେର୍ସେବା ପର୍ଯ୍ୟନ୍ତ ଯେ ଯେ ସ୍ଥାନରେ ଯାଜକମାନେ ଧୂପ ଜଳାଇଥିଲେ, ସେ ସବୁ ଉଚ୍ଚସ୍ଥଳୀ ଅଶୁଚି କଲେ। ପୁଣି ସେ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଜିହୋଶୁଅର ଦ୍ୱାର ପ୍ରବେଶ ସ୍ଥାନ ନିକଟବର୍ତ୍ତୀ ନଗର ଦ୍ୱାରର ଉଚ୍ଚସ୍ଥଳୀ ସକଳ ଭାଙ୍ଗି ପକାଇଲେ। ତଥାପି ଉଚ୍ଚସ୍ଥଳୀର ଯାଜକମାନେ ଜେରୁସାଲେମସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦୀ ନିକଟକୁ ଆସିଲେ ନାହିଁ। ମାତ୍ର ସେମାନେ ଆପଣା ଭ୍ରାତୃଗଣ ମଧ୍ୟରେ ଥାଇ ତାଡ଼ିଶୂନ୍ୟ ରୋଟି ଭୋଜନ କଲେ। ପୁଣି କେହି ଯେପରି ମୋଲକ ଉଦ୍ଦେଶ୍ୟରେ ଆପଣା ପୁତ୍ର କି ଆପଣା କନ୍ୟାକୁ ଅଗ୍ନି ମଧ୍ୟ ଦେଇ ଗମନ ନ କରାଇବ, ଏଥିପାଇଁ ସେ ହିନମ୍ର ସନ୍ତାନଗଣର ଉପତ୍ୟକାସ୍ଥିତ ତୋଫତ ନାମକ ସ୍ଥାନକୁ ଅଶୁଚି କଲେ। ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ ମେଲକ ନାମକ ନପୁଂସକର କୋଠରୀ ନିକଟରେ ସଦାପ୍ରଭୁଙ୍କ ଗୃହର ପ୍ରବେଶ ସ୍ଥାନ ସମୀପରେ ଜିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇଗଲେ। ପୁଣି ସେ ସୂର୍ଯ୍ୟ ରଥ ସବୁ ଅଗ୍ନିରେ ଦଗ୍ଧ କଲେ। ଆଉ ଜିହୁଦାର ରାଜାମାନେ ଆହସ୍ର ଉପରିସ୍ଥିତ କୋଠରୀ ଛାତ ଉପରେ ଯେ ଯେ ଯଜ୍ଞବେଦୀ ନିର୍ମାଣ କରିଥିଲେ ଓ ମନୋସି ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଯେ ଯେ ଯଜ୍ଞବେଦୀ ନିର୍ମାଣ କରିଥିଲେ, ରାଜା ସେ ସବୁକୁ ସେ ସ୍ଥାନରୁ ଭାଙ୍ଗି ପକାଇ ଚୂର୍ଣ୍ଣ କଲେ ଓ ତହିଁର ଧୂଳି କିଦ୍ରୋନ ନଦୀରେ ନିକ୍ଷେପ କଲେ। ପୁଣି ବିନାଶ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଜେରୁସାଲେମ ସମ୍ମୁଖରେ ଇସ୍ରାଏଲର ରାଜା ସଲୋମୋନ ସିଦୋନିଆମାନଙ୍କ ଘୃଣାଯୋଗ୍ୟ ଅଷ୍ଟାରୋଥ ନିମନ୍ତେ ଓ ମୋଆବର ଘୃଣାଯୋଗ୍ୟ କମୋସ ନିମନ୍ତେ ଓ ଅମନ ସନ୍ତାନଗଣର ଘୃଣାଯୋଗ୍ୟ ମିଲ୍କମ ନିମନ୍ତେ ଯେ ଯେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ସେ ସବୁକୁ ରାଜା ଅଶୁଚି କଲେ। ଆଉ ସେ ସକଳ ସ୍ତମ୍ଭ ଭାଙ୍ଗି ପକାଇଲେ ଓ ଆଶେରା ମୂର୍ତ୍ତିମାନ ଛେଦନ କରି ମନୁଷ୍ୟର ଅସ୍ଥିରେ ସେମାନଙ୍କ ସ୍ଥାନ ପୂର୍ଣ୍ଣ କଲେ। ଆହୁରି ବୈଥେଲରେ ଯେଉଁ ଯଜ୍ଞବେଦୀ ଥିଲା ଓ ଇସ୍ରାଏଲକୁ ପାପ କରାଇଥିଲେ ଯେ ନବାଟର ପୁତ୍ର ଜାରବିଆମ, ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶୀୟ ସେହି ଯଜ୍ଞବେଦୀ
ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ପୁଣି ସେ ଉଚ୍ଚସ୍ଥଳୀ ଦଗ୍ଧ କରି ପେଶି ଚୂର୍ଣ୍ଣ କଲେ ଆଉ ଆସରା ମୂର୍ତ୍ତି କି ଦଗ୍ଧ କଲେ। ଏଉତରେ ଯୋଶିଓ ମୁଖ ଫେରାଇବା ବେଳେ ସେଠା ପର୍ବତସ୍ଥିତ କବରମାନ ଦେଖିଲେ। ତେଣୁ ସେ ଲୋକ ପଠାଇ ସେହି କବରରୁ ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କର ଯେଉଁ ଲୋକ ପୂର୍ବେ ଏହିସବୁ ବିଷୟ ପ୍ରଚାର କରିଥିଲେ ତାଙ୍କ ପ୍ରଚାରିତ ସଦାପ୍ରଭୁଙ୍କ ସେହି ବାକ୍ୟାନୁସାରେ ସେହି ଯଜ୍ଞବେଦୀ ଉପରେ ସେହି ଅସ୍ଥି ସବୁ ଦଗ୍ଧ କରି ତାହା ଅଶୁଚି କଲେ। ତେଣୁ ସେ ପଚାରିଲେ, ସେହି ଯେ ସ୍ତମ୍ଭ ଆମ୍ଭେ ଦେଖୁଅଛୁ ତାହା କଣ? ଏଥିରେ ନଗରର ଲୋକମାନେ ଉତ୍ତର କଲେ, ପରମେଶ୍ୱରଙ୍କର ଯେଉଁ ଲୋକ ଜିହୁଦାରୁ ଆସି ଆପଣଙ୍କ କୃତ ଏହି ସକଳ ବିଷୟ ବୈଥେଲସ୍ଥ ଯଜ୍ଞବେଦୀ ବିରୁଦ୍ଧରେ ପ୍ରଚାର କରିଥିଲେ ସେ ତାଙ୍କର କବର। ତେବେ ରାଜା କହିଲେ, ତାଙ୍କୁ ଛାଡ଼ିଦିଅ, କେହି ତାଙ୍କର ଅସ୍ଥି ସ୍ଥାନାନ୍ତର ନ କରୁ, ଯେହେତୁ ସେମାନେ ସମରିଆରୁ ଆଗତ ଭବିଷ୍ୟତ ବକ୍ତାର ଅସ୍ଥି ସହିତ ତାହାର ଅସ୍ଥି ଛାଡ଼ିଦେଲେ। ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ସମରିଆର ନାନା ନଗରରେ ଯେ ଉଚ୍ଚସ୍ଥଳୀର ଗୃହ ନିର୍ମାଣ କରିଥିଲେ ଯୋଶିଓ ସେ ସବୁ ମଧ୍ୟ ଦୂର କଲେ ଓ ବୈଥେଲରେ ଯେପରି କର୍ମ କରିଥିଲେ ସେ ସବୁ ପ୍ରତି ସେହିପରି କଲେ। ପୁଣି ସେ ଉଚ୍ଚସ୍ଥଳୀର ଯାଜକ ସମସ୍ତଙ୍କୁ ଯଜ୍ଞବେଦୀରେ ବଧ କରି ତହିଁ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଦଗ୍ଧ କଲେ। ଏଉତାରେ ସେ ଜିରୁସାଲେମକୁ ଫେରିଗଲେ। ଆହୁରି ରାଜା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, ଏହି ନିୟମ ପୁସ୍ତକରେ ଯେପରି ଲେଖା ଅଛି ତଦନୁସାରେ ତୁମେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର। ପ୍ରକୃତରେ ଇସ୍ରାଏଲର ବିଚାରକର୍ତ୍ତୃଗଣର ସମୟଠାରୁ କିମ୍ବା ଇସ୍ରାଏଲର ରାଜାମାନଙ୍କର ଓ ଜିହୁଦାର ରାଜାମାନଙ୍କର ସମସ୍ତ ସମୟରେ ଏ ପ୍ରକାର ନିସ୍ତାର ପର୍ବ ପାଳନ କରାଯାଇ ନଥିଲା। ମାତ୍ର ଯୋଶିଓ ରାଜାଙ୍କର ଅଧିକାରର 18 ବର୍ଷରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜିରୁସାଲେମରେ ପାଳନ କରାଗଲା। ଆହୁରି ଯୋଶିଓ ଯେପରି ସଦାପ୍ରଭୁଙ୍କ ଗୃହରେ ହିଲ୍କିୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରିପାରିବେ, ଏଥିପାଇଁ ଜିହୁଦା ଦେଶରେ ଓ ଜିରୁସାଲେମରେ ଯେ ସବୁ ଭୁତୁଡ଼ିଆ ଓ ଗୁଣିଆ ଓ ଠାକୁର ଓ ପୁତଳି ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା ସେ ତାହା ସବୁ ଦୂର କଲେ। ଆଉ ତାଙ୍କ ପରି ଯେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ମୋଶାଙ୍କର ସକଳ ବ୍ୟବସ୍ଥାନୁସାରେ ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନଥିଲେ କିମ୍ବା ତାଙ୍କ ପରି କେହି ତାଙ୍କ ଉତ୍ତାରେ ଉଦିତ ନୋହିଲେ। ତଥାପି ମନୋଶୀ ଯେ ସବୁ ବିରକ୍ତିଜନକ କ୍ରିୟା ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିଥିଲେ ତହିଁ ସକାଶୁ ଜିହୁଦା ପ୍ରତିକୂଳରେ ତାହାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା ସଦାପ୍ରଭୁ ଆପଣାର ସେହି ପ୍ରଚଣ୍ଡ ମହାକୋପରୁ ଫେରିଲେ ନାହିଁ। ଆହୁରି ସଦାପ୍ରଭୁ କହିଲେ, ଆମ୍ଭେ ଯେପରି ଇସ୍ରାଏଲକୁ ଦୂର କରିଅଛୁ ସେପରି ଆମ୍ଭେ ଆପଣା ଦୃଷ୍ଟିରୁ ଜିହୁଦାକୁ ମଧ୍ୟ ଦୂର କରିବା ଓ ଆମ୍ଭେ ଏହି ଯେ ଜିରୁସାଲେମ ନଗରକୁ ମନୋନୀତ କରିଅଛୁ ଓ ଏହି ସ୍ଥାନରେ ଆମ୍ଭର ନାମ ରହିବ ବୋଲି ଯେଉଁ ଗୃହ ବିଷୟରେ କହିଅଛୁ ଏହାକୁ ଆମ୍ଭେ ଅଗ୍ରାହ୍ୟ କରିବା। ଏହି ଯୋଶିଓଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କଣ ଜିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ତାଙ୍କ ସମୟରେ ମିସ୍ରୀୟ ରାଜା ଫାରୋନଖୋ ଅସୁରୀୟ ରାଜାର ପ୍ରତିକୂଳରେ ଫରାତ ନଦୀ ଆଡ଼କୁ ଯାତ୍ରା କଲା, ଆଉ ଯୋଶିଓ ରାଜା ତାହା ପ୍ରତିକୂଳରେ ଯାତ୍ରା କଲେ। ତହିଁରେ ଫାରୋନଖୋ ତାଙ୍କୁ ଦେଖି ମଗିଦୋ ନିକଟରେ ତାଙ୍କୁ ବଧ କଲା। ଏଉତାରେ ଯୋଶିଓଙ୍କ ଦାସମାନେ ମଗିଦୋରୁ ଜିରୁସାଲେମକୁ ତାଙ୍କର ମୃତ ଶରୀର ରଥରେ ଆଣି ତାଙ୍କର ନିଜ କବରରେ କବର ଦେଲେ। ତେଣୁ ଦେଶର ଲୋକମାନେ ଯୋଶିଓଙ୍କର ପୁତ୍ର ଜିହୋଆହାଜକୁ ନେଇ ତାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 112 ଗୁରୁବାର। ଆଜି ଆମ୍ଭେମାନେ ଦ୍ୱିତୀୟ ରାଜାବଳୀ 21 ପର୍ବ ତାର 19 ପଦ ଠାରୁ 23 ପର୍ବ ତାର 30 ପଦ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ବର୍ତ୍ତମାନ ଆସନ୍ତୁ ଆମ୍ଭେମାନେ ଦ୍ୱିତୀୟ ରାଜାବଳୀ ପୁସ୍ତକକୁ ପୁନର୍ବାର ଫେରିଯିବା। ଜିସାୟାଙ୍କ ଅନ୍ତିମ ବର୍ଷରେ ରାଜା ମନୋଶୀଙ୍କ ଉତ୍ତାରେ ଆମେ ରାଜା ଆମୋନଙ୍କୁ ଅତିକ୍ରମ କରି ରାଜା ଯୋଶିଓଙ୍କ ରାଜତ୍ୱ କାଳରେ ପ୍ରବେଶ କରୁଅଛୁ। ରାଜା ଯୋଶିଓଙ୍କ ସମୟଠାରୁ ଜିହୁଦା ଅସୁର, ନୂତନ ବାବିଲନ ଓ ମିଶର ପରି ଦେଶଗୁଡ଼ିକ ଦ୍ୱାରା ଏକ ଅନ୍ତର୍ଜାତୀୟ ବ୍ୟାପାର ମଧ୍ୟରେ ଚାରିଆଡୁ ଘେରି ଯାଇଥିଲା। ଯୋଶିଓ ହେଉଛନ୍ତି ସୁଧାରର ରାଜା, ଯିଏ ପୁନର୍ବାର ଦକ୍ଷିଣ ଜିହୁଦାକୁ ପରମେଶ୍ୱରଙ୍କ ରାଜ୍ୟରେ ପରିଣତ କରିଥିଲେ ଓ ଦାଉଦଙ୍କ ମାର୍ଗରେ ଗମନକାରୀ ବ୍ୟକ୍ତି ବୋଲି ନିର୍ଦ୍ଧାରିତ ବା ଆଖ୍ୟା ପାଇଥିଲେ। ମନ୍ଦିରର ମରାମତି କରାଯାଉଥିବା ସମୟରେ ସେ ବ୍ୟବସ୍ଥା ପୁସ୍ତକ ପାଇଲେ।
ସେ ବିଶେଷ କରି ଦ୍ୱିତୀୟ ବିବରଣରେ ଇସ୍ରାଏଲର ବିନାଶ ସମ୍ବନ୍ଧୀୟ ଭାବବାଣୀ ଯୋଗୁଁ ଆଶ୍ଚର୍ଯ୍ୟଚକିତ ଓ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଥିଲେ। ମିଶର ଓ ବାବିଲୋନ ମଧ୍ୟରେ ଚାଲିଥିବା ଯୁଦ୍ଧ, ଯାହାକୁ କର୍କମିଶ୍ର ପ୍ରଥମ ଯୁଦ୍ଧ ବୋଲି ମଧ୍ୟ କୁହାଯାଏ, ଯହିଁରେ ଯଶୀୟ ଫାରୋନଖର ପଥ ଅବରୋଧ କରିବାକୁ ଚେଷ୍ଟା କଲେ ଓ ଫାରୋନଖ ଦ୍ୱାରା ସେ ହତ ହେଲେ। ଲୋକମାନେ ତାଙ୍କ ପୁତ୍ର ଜିହୋୟାସକୁ ତାଙ୍କ ପଦରେ ରାଜା କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର, ଆହା ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।